ବନ୍ଧୁଗଣ ଯେଉଁମାନେ ଆବାସ ଯୋଜନାରେ ଅଫଲାଇନ୍ କିମ୍ବା ଅନଲାଇନ୍ ଆବେଦନ କରୁଥିଲେ ସେମାନେ ତାଙ୍କର ଷ୍ଟାଟସ୍ କେମିତି ଚେକ୍ କରିବେ? ଆପଣ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ସୂଚନା ହେଇଥିଲା ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି କୁହାଯାଇଥିଲା। ଏଥିରେ ଟୋଟାଲ 37 ଲକ୍ଷ ଫର୍ମ ଆବେଦନ ହୋଇଥିଲା। ସର୍ଟ ଲିଷ୍ଟରେ 34 ଲକ୍ଷ ହିତାଧିକାରୀଙ୍କୁ କରାଯାଇଥିଲା। ସେହି ମଧ୍ୟରୁ 10 ଲକ୍ଷ ହିତାଧିକାରୀଙ୍କୁ ଏହି ପ୍ରଥମ ପର୍ଯ୍ୟାୟରେ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ତ ତାଙ୍କର ଷ୍ଟାଟସଟା କେମିତି ଚେକ୍ କରିବେ, ତାଙ୍କ ନାମ କେମିତି ଚେକ୍ କରିବେ, ସେ ସମ୍ପୂର୍ଣ୍ଣ ଜାଣିବା ଏହି ଭିଡ଼ିଓରେ। ସର୍ବପ୍ରଥମେ ଆପଣଙ୍କ ମୋବାଇଲ ବ୍ରାଉଜରରେ PMAYG ସର୍ଚ୍ଚ କରିନେବେ। ଆଉ ଏଇ ଯେଉଁ ପ୍ରଥମ ସାଇଟ୍ଟା ଆସୁଛି ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ କ୍ଲିକ୍ କରିବେ ଲୋଡ୍ ହେବ ତାର ଅଫିସିଆଲ ସାଇଟ୍କୁ ଯେତେବେଳେ ଆସିବ ଆପଣ ଦେଖିପାରୁଥିବେ ସାଇଟ୍ରେ ଯେଉଁ ହୋମ୍ ଲେଖା ଆସିଛି ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣ ହୋମ୍ରେ କ୍ଲିକ୍ କରିବେ ଆଉ ଗୋଟେ ପେଜ୍ ଡାଇରେକ୍ଟ ହେଇଯିବେ। ତାପରେ ଦେଖନ୍ତୁ ଆପଣ କ'ଣ କରିବାର ଅଛି, ଯେହେତୁ ଆପଣଙ୍କୁ କେଉଁ ହିତାଧିକାରୀମାନଙ୍କର ନାମ ଅଛି ତାଙ୍କର ନାମ ଚେକ୍ କରିବାର ଅଛି, ତେଣୁକରି ତଳକୁ ଆସିବେ। ତଳକୁ ଆସିଲା ପରେ ଆପଣ ଦେଖିପାରୁଥିବେ ତଳେ ଦେଇଛି ଲାଷ୍ଟରେ ଆଇରେ ଏଠି ଦେଖନ୍ତୁ ଯେଉଁମାନେ ଆବାସ ପ୍ଲସ୍ ଡାଟା ତାଙ୍କୁ ଚେକ୍ କରିବାର ଅଛି ସେଠି ମଧ୍ୟ ଏଥିରେ ଚେକ୍ କରିପାରିବେ। ଯେହେତୁ ଆମକୁ 10 ଲକ୍ଷ ହିତାଧିକାରୀ ମାନେ ଯେଉଁମାନଙ୍କର ସର୍ଟଲିଷ୍ଟ ହେଇଛି ସେ ପ୍ରଥମ ପର୍ଯ୍ୟାୟରେ ଦିଆଯିବ ବୋଲି ସେମାନଙ୍କର ନାମ ଚେକ୍ କରିବାର ଅଛି। ତେଣୁକରି ଏଥିରେ ଦିଆହେଇଛି ଯେଉଁ ସୋସିଆଲ ଅଡିଟ୍ ରିପୋର୍ଟ ଏଠିରେ ଆମକୁ କ୍ଲିକ୍ କରିବାର ଅଛି। ଏଥିରେ ଦେଖନ୍ତୁ ଏଇ ଯେଉଁ ବେନିଫିସିଆରୀ ଡିଟେଲ୍ସ ଫର ଭେରିଫିକେସନ୍ ଯେଉଁମାନଙ୍କର 10 ଲକ୍ଷ ହିତାଧିକାରୀଙ୍କର ଭେରିଫିକେସନ୍ ହେବ ତାଙ୍କର ଜାଣିବାର ଅଛି। ତେଣୁକରି ଆମକୁ ଏଠିରେ କ୍ଲିକ୍ କରିବାକୁ ପଡ଼ିବ। ତ କ୍ଲିକ୍ କଲା ପରେ ଦେଖନ୍ତୁ ତଳକୁ ଆସିବ। ତଳକୁ ଆସିଲା ପରେ ଦେଖନ୍ତୁ ପ୍ରଥମେ ଆପଣଙ୍କୁ ଷ୍ଟେଟ୍ ଚୟନ କରିବାକୁ ପଡ଼ିବ। ଯେହେତୁ ଆମେ ଓଡ଼ିଶାରେ ତେଣୁକରି ଆପଣ ଓଡ଼ିଶା ଚୟନ କରୁଛୁ। ଓଡ଼ିଶା ଚୟନ କଲା ପରେ ଦେଖନ୍ତୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଆପଣଙ୍କ ଡିଷ୍ଟ୍ରିକ୍ଟ ଚୟନ କରିବାକୁ ପଡ଼ିବ। ଯେହେତୁ ମୁଁ ବଲାଙ୍ଗୀର ତେଣୁକରି ବଲାଙ୍ଗୀର ଚୟନ କରିନେଉଛି। ବଲାଙ୍ଗୀର ଯେତେବେଳେ ଚୟନ କରିନେବେ ତାପରେ ଦେଖନ୍ତୁ ଏଠିରେ ଆପଣଙ୍କୁ ଆପଣଙ୍କ ବ୍ଲକଟା ଚୟନ କରିବାକୁ ପଡ଼ିବ। ଆପଣ ଯେଉଁ ବ୍ଲକ ଅନ୍ତର୍ଗତ ଅଛନ୍ତି ସେହି ବ୍ଲକଟା ଚୟନ କରିବେ। ମୁଁ ଯେହେତୁ ଟିଡଲାଗଡ଼ ବ୍ଲକର ତେଣୁକରି ଟିଡଲାଗଡ଼ ଚୟନ କରିନେଲି। ତାପରେ ଦେଖନ୍ତୁ ତଳେ ଆପଣ କ'ଣ ଦେଇଛି ଜିପିଟା ଚୟନ କରିନେବେ। ମୁଁ ଆପଣଙ୍କ ଜାଣିବା ପାଇଁ ଗୋଟେ ଜିପିଟା ଚୟନ କରିନେଉଛି। ଦେଖନ୍ତୁ ଜିପି ଚୟନ କଲା ପରେ ଆପଣଙ୍କୁ ତଳେ ଫାଇନାନ୍ସିଆଲ ଇୟରଟା ଚୟନ କରିବାକୁ ପଡ଼ିବ। ଯେହେତୁ ଆମର ଏବେ ଫାଇନାନ୍ସିଆଲ ଇୟର 2025-26 ତେଣୁକରି ଏଠିରେ 25-26ରେ କ୍ଲିକ୍ କରିବାକୁ ପଡ଼ିବ। 25-26ରେ କ୍ଲିକ୍ କଲା ପରେ ଦେଖନ୍ତୁ ତଳେ ଯେଉଁ କ୍ୟାପ୍ଚା ଦେଇଛି ଏହାକୁ ଆପଣ ପ୍ଲସ୍ କରିନେବେ। ପ୍ଲସ୍ କଲା ପରେ ଏଇ ଯେଉଁ କ୍ୟାପ୍ଚା ବକ୍ସରେ ଫିଲ୍ଅପ୍ କରିନେବେ। ଫିଲ୍ଅପ୍ ଯେତେବେଳେ କରିସାରିଲା ପରେ ସବମିଟ୍ରେ କ୍ଲିକ୍ କରିବେ। ସବମିଟ୍ରେ କ୍ଲିକ୍ କଲା ପରେ ଆପଣ ଦେଖିପାରୁଥିବେ ଏଇଟା ରେଡ୍ ଆସୁଛି, କିଛି ଶୋ କରିନାହିଁ। ବର୍ତ୍ତମାନ ସାଇଟ୍ରେ କିଛି ଅପଡେଟ୍ ହେଇନାହିଁ। ଯେଉଁ 10 ଲକ୍ଷ ହିତାଧିକାରୀଙ୍କୁ ଦିଆଯିବ ବୋଲି କୁହାଯାଇଥିଲା ତାଙ୍କର ବର୍ତ୍ତମାନ ନାଁଟା ସାଇଟ୍ରେ ଅପଡେଟ୍ ହୋଇନାହିଁ। ଯେତେବେଳେ ସାଇଟ୍ରେ ଅପଡେଟ୍ ହେଇଯିବ ଆପଣ ଏମିତି ଆପଣ ସାଇଟ୍କୁ ଆସିକି ଚେକ୍ କରିପାରିବେ।